ଆଜି ସକାଳୁ ସକାଳୁ ପାଗଟା ପୁରା ବଢ଼ିଆ ଥିଲା। ସେଥିପାଇଁ ମୁଁ ମୋ ସ୍ତ୍ରୀକୁ ନେଇ ଚାଲିଗଲି ବାରିପଟକୁ। ତାକୁ ତା ଖାଇବା ଖୁଆଇଦେଲି। ଆଉ ତାପରେ ତାକୁ ଘରେ ବାବାଙ୍କ ପାଖରେ ଛାଡ଼ି ଦେଇ ମୁଁ ଲାଗି ପଡ଼ିଲି ଗଛରେ ପାଣି ଦେବା ପାଇଁ। ଏବେ ତ ଏତେ ଜୋରେ ଖରା ହେଲାଣି ଯେ ଗଛରେ ଯଦି ଦିନକୁ 2 ଥର ପାଣି ନ ଦିଆହେଉଛି ତାହେଲେ ଗଛ ଗୁଡ଼ିକ ଝାଉଁଳି ଯାଉଛି। ଗଛରେ ପାଣି ଦେଇ ଦେଇ ଚାଲିଗଲି ଠାକୁର ପୂଜା କରିବାକୁ। ଠାକୁର ଘରେ ଏତେ ଝାଳ ବୋହୁଛି ଯେ ଲାଗୁଛି ସକାଳେ ଗାଧୋଇବା ପରେ ବି ମୁଁ ଆଉ ଥରେ ଗାଧୋଇ ପଡ଼ିଛି। ପୂଜା ସରିଲା ପରେ ଗୋଟେ ଆଙ୍କୁଡ଼ି ମାନେ ବାଉଁଶରେ ତିଆରି ହୋଇଥିବା ଗୋଟେ ଜିନିଷଟି। ଏଇଟାକୁ ଆପଣଙ୍କ ଆଡ଼େ ଆଙ୍କୁଡ଼ି ନା ଆଉ କ'ଣ କୁହାଯାଏ କମେଣ୍ଟ କରି ନିହାତି କହିବେ। ସେ ଆଙ୍କୁଡ଼ି ସାହାଯ୍ୟରେ 2ଟା ଆମ୍ବ ପାରିକି ନେଇ ଆସିଲି। ମୋ ଝିଅ ତ ଆମ୍ବ ଦେଖିକି ଖୁସି ହେଇଯାଉଥିଲା। ଆମ୍ବ ଗୁଡ଼ିକୁ ଧୋଇ ଦେଇ ତାକୁ ଟିକ୍ ଟିକ୍ କରି କାଟି ଦେଇଥିଲି। ସେଥିରେ କିଛି ଲୁଣ, କିଛି ଲଙ୍କାଗୁଣ୍ଡ ଆଉ କିଛି ଆମ୍ଚୁର ପାଉଡ଼ର ପକାଇ ଦେଇଥିଲି। ତାପରେ ତାକୁ ଭଲ ଭାବରେ ମିକ୍ସ କରି ଦେଇଥିଲି। ତାପରେ ମାମା ଆଉ ମୁଁ ତାକୁ ଖାଇ ଦେଇଥିଲୁ। ଟେଷ୍ଟ ତ ପୁରା ୱାଓ ଥିଲା। ଆପଣ ଏମିତି କରିକି ଖାଇଲେଣି କି ନାହିଁ କମେଣ୍ଟ କରି ନିହାତି କହିବେ। ରହିଲି, ଜୟ ଜଗନ୍ନାଥ।